ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଲକ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରା ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୂତନ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ତାଙ୍କୁ ଗଣିଆ ବ୍ଲକ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ବିଡିଓ ବେବିତା ମଞ୍ଜରୀ ନାୟକ, ତହସିଲଦାର ପ୍ରୀତିବାଳା ରଣା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ। ଛାମୁଣ୍ଡିଆ ବଡ଼ମୂଳ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବା ବେଳେ ରାସ୍ତାରେ ଚାଲିକରି ଯିବା କଷ୍ଟକର ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ରାସନ କାର୍ଡ, କୃଷି, ଶିକ୍ଷା, ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ ବିଭାଗ ତଥା ଲୋକମାନଙ୍କର ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ 53ଟି ବିଭିନ୍ନ ପ୍ରକାରର ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଗଣିଆ ଅଞ୍ଚଳର ସମସ୍ୟା ଅଧିକ କିନ୍ତୁ ସମାଧାନ କମ୍ ହେଉଥିବାରୁ ଅଭିଯୋଗ ଶୁଣିବାକୁ ଜନସାଧାରଣ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି। ଯଦି ସମସ୍ତ ଅଭିଯୋଗଗୁଡ଼ିକୁ ଜିଲ୍ଲାପାଳ ତ୍ୱରିତ ସମାଧାନ କରିପାରନ୍ତେ ତେବେ ଅତି ଗରିବ ନିରୀହ ନିଃସହାୟ ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଆଲୋଚନା ହୋଇଥିବା ଦେଖିବାକୁ ମିଳୁଛି। ଗଣିଆରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।